ହୀନ ସଙ୍ଗତେ ହୀନଗତି। ଜଣେ ଭଲ ମଣିଷଙ୍କ ଠାରୁ ଶୁଣିଥିବା ଭଲ ଗପଟିଏ ଆପଣ ବି ଶୁଣିବା ହୁଅନ୍ତୁ। ଗୋଟିଏ ଗୋବର ପୋକ ସହିତ ଭଅଁରଟିଏ ସାଥୀ ହେଲା। ସକାଳୁ ସଞ୍ଜରେ ଦୁହେଁ ଦୁହିଁଙ୍କୁ ଭେଟି ଦୁଃଖ ସୁଖ ହୁଅନ୍ତି। ଦିନେ ଗୋବର ପୋକ କହିଲା, ଭଅଁର ଭାଇ, କାଲି ଆମ ଘରକୁ ଆସୁନ। ଭଅଁର ରାଜି ହୋଇ ପରଦିନ ଗୋବର ପୋକ ଘରେ ପହଞ୍ଚିଲା। ଗୋବର ପୋକ ବି ଆତିଥ୍ୟ ପ୍ରଦାନ ପାଇଁ ପରସି ଦେଲା ଗୋବର କିଛି। ବନ୍ଧୁ ଘରକୁ ଯାଇ ସେ ଦେଇଥିବା କିଛି ଜିନିଷ ଗ୍ରହଣ ନ କଲେ ସେ ଅପମାନ ହେବ ଭାବି ଖୁବ୍ କଷ୍ଟରେ ଭଅଁର କିଛି ଗୋବର ଉପରେ ବସି ଚୋବାଇଲା। ଆଉ ଗୋବର ପୋକକୁ ନିଜ ଘରକୁ ନିମନ୍ତ୍ରଣ କରି ଫେରିଲା। ଗୋବର ପୋକ ନିମନ୍ତ୍ରଣ ରକ୍ଷା କରି ପହଞ୍ଚିଲା ଭଅଁର ଘରେ। ଭଅଁର ତ ଫୁଲରୁ ରେଣୁ ଖାଏ। ସେ ତା ଅତିଥିଙ୍କୁ ଗୋଟିଏ ସୁନ୍ଦର ଗୋଲାପ ଉଦ୍ୟାନକୁ ବାଟ କଢ଼େଇ ନେଲା। ଲାଲ ଗୋଲାପ ଉପରେ ବସି ଗୋବର ପୋକ ରେଣୁ ଖାଇବା ଆରମ୍ଭ କରୁଛି। ମାଳିଟିଏ ଫୁଲକୁ ଛିଣ୍ଡାଇ ନେଇ ମନ୍ଦିରର ପୂଜାରୀଙ୍କୁ ବଢ଼େଇ ଦେଲା। ମନ୍ଦିରର ପୂଜାରୀ ସୁନ୍ଦର ଫୁଲଟିକୁ ଦେଖି ତାକୁ ନେଇ ଶ୍ରୀକୃଷ୍ଣଙ୍କ ମୟୂର ଚୂଳ ନିକଟରେ ଖୋସି ଦେଲେ। ପରଦିନ ଗୋବର ପୋକ ଭଅଁରକୁ ଦେଖି କହିଲା, ଭାଇରେ, ମୋର କେତେ ସୌଭାଗ୍ୟ ତୋତେ ବନ୍ଧୁ ରୂପେ ପାଇଲି ବୋଲି। କାଲି ଯାଇ ପ୍ରଭୁଙ୍କ ମଥାରେ ଲାଗି ହେଲି। ତୁ ମୋ ଜୀବନ ଧନ୍ୟ କରିଦେଲୁ। ହଁ, ଖୁବ୍ ଭାବିଚିନ୍ତି ଆମକୁ ନିଷ୍ପତ୍ତି ନେବାକୁ ହେବ। ଆମେ ଗୋବର ଖାଇବା ନା ପ୍ରଭୁଙ୍କ ମଥାରେ ଶୋଭା ପାଇବା। ଏହି ତିନିଟି ଗୁଣ ଥିଲେ ଲୋକଟି ବେଶୀ କଷ୍ଟ ପାଇଥାଏ। ଯିଏ ଅନ୍ୟକୁ ସାହାଯ୍ୟ କରେ, ସରଳ ଥାଏ, ସ୍ପଷ୍ଟ କଥା କୁହେ, ଯାହାର ହୃଦୟ ପୁରା ସାଫ୍ ଥାଏ, ଏଇମାନେ ହିଁ ଦୁନିଆରେ ବେଶୀ କଷ୍ଟ ପାଇଥାନ୍ତି। ପ୍ରତିଦିନ ସକାଳେ ଆମର ନୂଆ ଜନ୍ମ ହୋଇଥାଏ। ତେଣୁ ଆଜି ଆମେ କ'ଣ କରିବା ତାହା ମହତ୍ତ୍ୱପୂର୍ଣ୍ଣ ଅଟେ। ଆଜିର କିଛି ସୁନ୍ଦର ନୀତିଶିକ୍ଷା ସମସ୍ତଙ୍କୁ ଆପଣାର କରିବା ଶକ୍ତି ହରାଏ, ସେ ତାର ସର୍ବସ୍ୱ ହରାଏ। ଯିଏ ଶ୍ରମ ନ କରିବ ତାର ଖାଇବାର ଅଧିକାର ନାହିଁ। ଅସ୍ତ୍ର ଚାଳନାରେ ପ୍ରକୃତ ବୀରତ୍ୱ ନାହିଁ। ପ୍ରକୃତ ବୀରପୁରୁଷ ସେହି ଯିଏ ଗୁଳି ତୋପର ବର୍ଷା ଭିତରେ ନିଜ ସ୍ଥାନରେ ପ୍ରସନ୍ନ ଭାବରେ ଶୈଳ ପରି ଅଟଳ ରହେ। ନାରୀ ପୁରୁଷ ପରସ୍ପରର ପରିପୂରକ। ସମାଜରେ ଉଭୟଙ୍କର ସମାନ ଅଧିକାର ରହିବା ଉଚିତ। ପର ପାଇଁ ଜୀବନ ଉତ୍ସର୍ଗ କରିବା ପ୍ରେମର ପରାକାଷ୍ଠା ଓ ତାର ଶାସ୍ତ୍ରୀୟ ନାମ ଅହିଂସା। ଅର୍ଥାତ୍ ଅହିଂସାକୁ ସେବା ଭାବରେ ଗ୍ରହଣ କରାଯାଇପାରେ। ଅନ୍ୟାୟ ଓ ଅତ୍ୟାଚାର ମୁହଁରୁ ଲୋକଙ୍କର ରକ୍ଷା ପାଇବାର ସର୍ବୋତ୍କୃଷ୍ଟ ଉପାୟ ହେଉଛି ଅହିଂସା। ସଂଗଠନ ଗଢ଼ିବାରେ କ୍ଷମତା, ସଂଯମ ଓ ତ୍ୟାଗ। କାଗଜ ପତ୍ରରେ ସମ୍ବିଧାନ ଲେଖିବା, ବଡ଼ ବଡ଼ କଥା କହିବା, ଓଜସ୍ୱିନୀ ବକ୍ତୃତା ଦେବା ଦ୍ୱାରା ଲୋକଙ୍କୁ ଅନ୍ୟାୟ ଓ ଅତ୍ୟାଚାର ମୁହଁରୁ ରକ୍ଷା କରାଯାଇ ନପାରେ। ଲକ୍ଷ୍ୟ ଯେଉଁଠାରେ ଅସତ୍, ସେଠାରେ ଅତ୍ୟନ୍ତ ସଦୁପାୟ ମଧ୍ୟ ଅସତ୍ୟରେ ପରିଣତ ହୋଇଥାଏ। ସମସ୍ତ ପ୍ରକାର ଭୟର ଅଭାବକୁ ଅଭୟ କୁହାଯାଏ। ଆଧ୍ୟାତ୍ମିକ ବଳରେ ଭାରତ ସବୁ ଜୟ କରିପାରେ। ଜୟ ଶ୍ରୀ ଜଗନ୍ନାଥ।